ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ। ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର, ପରଲୋକରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ନମସ୍କାର ଦର୍ଶକ ବନ୍ଧୁ। ଜୀବନ ଯୁଦ୍ଧରେ ସବୁଦିନ ପାଇଁ ରହିଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ୱର ଏମ୍ସ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଓଲିଉଡର ଷ୍ଟାର ସିଙ୍ଗର ହ୍ୟୁମାନ ସାଗର। ପରଲୋକ ନେଇ ଏମ୍ସ ପକ୍ଷରୁ ବୁଲେଟିନ୍ ଜାରି କରି ଦିଆଯାଇଛି ସୂଚନା। 34 ବର୍ଷ ବୟସରେ ଦେହାନ୍ତ ଘଟିଛି। ଏକାଧିକ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହେଉଥିଲେ। ଏପଟେ ଓଲିଉଡ ଜଗତ ଷ୍ଟାର ଗାୟିକାଙ୍କ ପରଲୋକ ଖବର ପାଇଁ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହିତ ହ୍ୟୁମାନ ସାଗରଙ୍କ ସମର୍ଥକ ଏବଂ ପ୍ରଶଂସକ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସା କରାଯାଉଥିଲା। ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହେଉଥିଲେ। 3 ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅଧିକ ମୂଲ୍ୟବାନ ଏବଂ ଚିକିତ୍ସା ପାଇଁ ମେଡିକାଲ ଆଇସିୟୁ ସ୍ଥାନାନ୍ତର କରାଯାଇଥିଲା। ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ଗାୟକ ଭାବରେ ଜଣାଶୁଣା ହ୍ୟୁମାନ ସାଗର ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ ଇଶ୍କ ତୁ ହି ତୁ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ ସହିତ ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କ କ୍ୟାରିୟରରେ ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଥିଲେ ଏବଂ ଏକ ହିନ୍ଦୀ ଆଲବମ୍ ମେରା ୟେ ଜାହାଁ ମୁକ୍ତିଲାଭ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲବମ୍ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର। 2012ରୁ ହିଟ୍ ଗୀତ ଇଶ୍କ ତୁ ହି ତୁରୁ ଆରମ୍ଭ ହୋଇଥିଲା ହ୍ୟୁମାନ ସାଗରଙ୍କ ସଙ୍ଗୀତ ଯାତ୍ରା। ତାପରେ ଏ ଯାତ୍ରାରେ ସେ ଖୁବ୍ ଆଗକୁ ଯାଇ ନିଜର ପରିଚୟ ସୃଷ୍ଟି କରିଥିଲେ। ଭସାଣୀଠାରୁ ଆରମ୍ଭ କରି ପ୍ରୋସେସନ୍, ଏମିତିକି ହୃଦୟଭଙ୍ଗା ଲୋକଙ୍କର ସାହାରା ସାଜିଥିଲେ ତାଙ୍କ ସ୍ୱର। ଛୋଟରୁ ବଡ଼ ସମସ୍ତଙ୍କୁ ଝୁମାଉଥିଲେ ସଙ୍ଗୀତର ଯାଦୁରେ ଆମକୁ ବାନ୍ଧି ଆଜି ନିଜେ ଅପେରା ରାଇଜକୁ ଚାଲିଯାଇଛନ୍ତି ହ୍ୟୁମାନ ସାଗର।